ओम शांति। आज 17/5/24 प्रातः मुरली। ओम शांति। बाप दादा मधुबन। आज महावाक्य बाबा कहले, मिठे बच्चे घर गृहस्थरे रही मध्य एभली निमित्त होई रुह जेपरिक कौनसी जिनिस प्रति आसक्ति भाव न आसु। मोर एठारे किछि भी नाही, एइभली भिकारी होई जाओ। आजिर प्रश्न, तुम मानकर पुरुषार्थर लक्षण कौन? उत्तर, निजे मरीगले दुनिया मरीगला। ଏହା ହିଁ ତୁମର ଲକ୍ଷ୍ୟ। ଶରୀର ଠାରୁ ମଧ୍ୟ ମମତ୍ୱ ତୁଟି ଯାଉ। ଏଭଳି ଭିକାରୀ ହୋଇଯାଉ ଯାହାକି କିଛି ବି ମନେ ନ ପଡ଼ୁ। ଆତ୍ମା ଅଶରୀର ହୋଇଯାଉ। ବାସ୍, ଏବେ ମୋତେ ଘରକୁ ଯିବାର ଅଛି। ଏଇଭଳି ପୁରୁଷାର୍ଥ କରୁଥିବା ପିଲାମାନେ ହିଁ ଭିକାରୀରୁ ରାଜକୁମାର ହୋଇଯାଆନ୍ତି। ତୁମେ ପିଲାମାନେ ହିଁ ଗରିବରୁ ଧନୀ, ଧନୀରୁ ଗରିବ ହେଉଛ। ଯେତେବେଳେ ତୁମେ ଧନୀ ହୋଇଯାଉଛ ସେତେବେଳେ ଦୁନିଆରେ କେହି ଜଣେ ବି ଗରିବ ରୁହନ୍ତି ନାହିଁ। ଧାରଣା ପାଇଁ ମୁଖ୍ୟ ସାର୍, ଅତୀନ୍ଦ୍ରିୟ ସୁଖର ଅନୁଭବ କରିବାକୁ ହେଲେ ଏହି ସ୍ମୃତି ରହୁ ଯେ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେତେବେଳେ କି ଆମକୁ ଭଗବାନ ପାଠ ପଢ଼ାଉଛନ୍ତି, ଯାହାଦ୍ୱାରା ଆମେ ରାଜାମାନଙ୍କର ରାଜା ହେବୁ। ଏବେ ହିଁ ଆମକୁ ଡ୍ରାମାର ଆଦି ମଧ୍ୟ ଅନ୍ତର ଜ୍ଞାନ ମିଳିଛି। ଏବେ ଆମକୁ ଘରକୁ ଫେରିବାକୁ ହେବ। ତେଣୁ ଏହି ଶରୀରଠାରୁ ମଧ୍ୟ ମମତ୍ୱ ତୁଟାଇ ଦେବାକୁ ପଡ଼ିବ। ଏହାକୁ ଭୁଲି ନିଜକୁ ଅଶରୀର ଆତ୍ମା ନିଶ୍ଚୟ କରିବାକୁ ହେବ। ଆଜିର ବରଦାନ, ସର୍ବଦା ସନ୍ତୁଷ୍ଟ ରହି ନିଜର ଦୃଷ୍ଟି, ବୃତ୍ତି ଏବଂ କୃତି ଅର୍ଥାତ୍ କର୍ମ ଦ୍ୱାରା ସନ୍ତୁଷ୍ଟତାର ଅନୁଭୂତି କରାଉଥିବା ସନ୍ତୁଷ୍ଟମଣି ଭବ। ବ୍ରାହ୍ମଣ କୂଳରେ ବିଶେଷ ଆତ୍ମା ସେହିମାନେ ଅଟନ୍ତି ଯେଉଁମାନେ ସର୍ବଦା ନିଜର ସନ୍ତୁଷ୍ଟତା ରୂପୀ ବିଶେଷତା ଦ୍ୱାରା ନିଜେ ମଧ୍ୟ ସନ୍ତୁଷ୍ଟ ରହିଥାନ୍ତି ଏବଂ ନିଜର ଦୃଷ୍ଟି, ବୃତ୍ତି ଏବଂ କୃତି ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟତାର ଅନୁଭୂତି କରାଇଥାନ୍ତି। ଏବଂ ସନ୍ତୁଷ୍ଟମଣି ଆତ୍ମା ମଧ୍ୟ ସେହିମାନେ ଅଟନ୍ତି ଯେଉଁମାନେ ସର୍ବଦା ସଂକଳ୍ପରେ, ବାଣୀରେ ଏବଂ ସଂଗଠନର ସମ୍ବନ୍ଧ ସମ୍ପର୍କରେ ବା କର୍ମରେ ବାପ ଦାଦାଙ୍କ ଦ୍ୱାରା ନିଜ ଉପରେ ସନ୍ତୁଷ୍ଟତା ରୂପୀ ସୁବର୍ଣ୍ଣ ପୁଷ୍ପର ବର୍ଷା ହେବାର ଅନୁଭବ କରିଥାନ୍ତି। ଏହିଭଳି ସନ୍ତୁଷ୍ଟମଣି ଆତ୍ମାମାନେ ହିଁ ବାପ ଦାଦାଙ୍କର ଗଳାର ହାର ହୋଇଥାନ୍ତି। ରାଜ୍ୟ ଅଧିକାରୀ ହେବା ସହିତ ଭକ୍ତମାନଙ୍କର ସ୍ମରଣ କରିବାର ମାଳା ମଧ୍ୟ ହୋଇଥାନ୍ତି। ଆଜିର ସ୍ଲୋଗାନ, ନକାରାତ୍ମକ ଏବଂ ବ୍ୟର୍ଥ ସମାପ୍ତ କରି ମେହନତରୁ ମୁକ୍ତ ହୁଅ। ଓମ୍ ଶାନ୍ତି।